ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇଭଣିଆ ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ସେମାନଙ୍କ ବିକାଶ ଦିଗରେ କେତେ କ'ଣ ବିଭାଗ ଓ ଯୋଜନା ସରକାରଙ୍କ ତରଫରୁ ଅଛି, ହେଲେ ଆଦିବାସୀଙ୍କ ଗାଁମାନଙ୍କୁ ଯିବାର ରାସ୍ତା ଦେଖିଲେ ବିକାଶ ଏକ ବିକଳାଙ୍ଗ ଶବ୍ଦ ବୋଲି ଲାଗେ। ଶ୍ୟାମନଗର ପଞ୍ଚାୟତର ଆମ୍ବିଶଳ ଗାଁରେ ଥିବା ବାଳେଡିହିର ରାମେୟ ସୋରେନ, ତାଙ୍କ ସ୍ତ୍ରୀ ପାର୍ବତୀ ସୋରେନ, ପୁଅ ବାପି ସୋରେନ, ଯାହାଙ୍କ ସ୍ତ୍ରୀ ଓ 3 ଛୁଆ। ବଡ଼ ଝିଅକୁ ବାହା ଦେଇ ସାରିବା ପରେ ସେମାନେ 4 ଜଣ। ତା ସହିତ ରାମାୟର ବିବାହିତ ଝିଅ ଛିତା ସୋରେନ ବି ସେଇଠି ରହୁଛି 3 ପୁଅକୁ ନେଇ। ଦିନ ମଜୁରିଆ ସମସ୍ତେ। ଘର ଖଣ୍ଡିଏ କରି ନ ପାରି ପଶୁମାନଙ୍କ ରହିବାର ଗୁହାଳ ଘର ପରି ଏକ ଛିଟା ମାଟି ଚାଳିଆ ଘର ଓ 2ଟି ଖୋଲାମେଲା ଛପର ଘରେ 10 ଜଣଙ୍କ ଜୀବନ ବିତୁଛି। ଶାଳ ବଣ ପାଖରେ ଥିବାରୁ ବଣୁଆ ହାତୀମାନଙ୍କ ଗତିବିଧି ବି ସେପଟେ ହୁଏ। ଏଣୁ କେବଳ ଦୁଃଖ କଷ୍ଟରେ 10 ପ୍ରାଣୀର ଜୀବନ ବିତୁନାହିଁ, ମରଣକୁ ବି ସାଥିରେ ଧରି ଏମାନେ ବଞ୍ଚିଛନ୍ତି। ସରକାରୀ ଆବାସଟିଏ ପାଇଁ ଯେତେ ନେହୁରା ହେଲେ ବି କେହି ଶୁଣୁନାହାନ୍ତି। ଅସହାୟ ପରିବାରକୁ ସରକାରୀ ଆବାସ ଓ ଅନୁସୂଚିତ ଜନଜାତି ବାସ କରୁଥିବା ଗାଁକୁ ସଡ଼କ କରିଦେବାକୁ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ଆର୍ସେରେନା ମାର୍ଶାଲ ସଂଗଠନର ଆବାହକ ସନ୍ତୋଷ କୁମାର ଜେନା ଓ ଅଶୋକ ମହାନ୍ତି ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।